ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। କେମିତି ପାଇବେ ଏହି ଟଙ୍କା? କେଉଁ କେଉଁ ଡକୁମେଣ୍ଟ ଦରକାର ଓ କେଉଁ ଡକୁମେଣ୍ଟ ନଥିଲେ ମଧ୍ୟ ଏହି ଟଙ୍କାଟି ପାଇପାରିବେ? ହଁ ଆଜ୍ଞା, ଆପଣମାନେ ଠିକ୍ ଶୁଣିଛନ୍ତି। ଏବେ ବସିଥିବା କ୍ୟାବିନେଟ୍ ବୈଠକରେ ଯେଉଁ ନୂଆ ସ୍କିମ୍ ମାନ ଲଞ୍ଚ ହେଲା ଆମ ବିଜେପି ସରକାର ଓଡ଼ିଶାର ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା, ସେହି ଯେଉଁ ସବୁ ସ୍କିମ୍ ମଧ୍ୟରେ ସୁଭଦ୍ରା ଯୋଜନା ମହିଳାମାନଙ୍କ ପାଇଁ ତାହା ଉପରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଧ୍ୟାନ ଦିଆଯାଇଅଛି। ତ ତାହାର ଆବେଦନ ଏବେ କେବେଠାରୁ ଚାଲିବ ଓ ଏହା ଆବେଦନ କରିବା ପାଇଁ କେଉଁ କେଉଁ ସବୁ ଡକୁମେଣ୍ଟ ଦରକାର ପଡ଼ିବ, ଏହି ଭିଡ଼ିଓରେ ଆପଣମାନଙ୍କୁ ଜଣାଇବି। ସର୍ବପ୍ରଥମେ ଏଥିରେ ମିଳିବ 50,000 ଟଙ୍କା 1 କୋଟିରୁ ଅଧିକ ମହିଳାଙ୍କୁ 24 ବର୍ଷରୁ 60 ବର୍ଷ ବୟସ୍କ ମଧ୍ୟରେ ହୋଇଥିବା ଦରକାର। ସର୍ବପ୍ରଥମେ ଯିଏକି ସେହି ମହିଳା ଜଣକ ଆମ ଓଡ଼ିଶାର ବାସିନ୍ଦା ହୋଇଥିବା ଦରକାର ଓ ସର୍ବପ୍ରଥମେ ଦରକାର ପଡ଼ିବ ଆଧାର କାର୍ଡ଼, ଯାହାକି ନେସେସରୀ ଯେଉଁ କାର୍ଯ୍ୟରେ ମଧ୍ୟ, ଓ ଦ୍ୱିତୀୟଟି ହେଲା ବ୍ୟାଙ୍କ ଆକାଉଣ୍ଟ, ଯେଉଁଠିକି ଆପଣଙ୍କ ପଇସା ପଡ଼ିବ, ଆଉ ମୋବାଇଲ ନମ୍ବର, ଆଉ ଇନକମ୍ ସାର୍ଟିଫିକେଟ୍, ଆଉ ହେଉଛି ରାସନ କାର୍ଡ଼, ଯେଉଁଥିରେ ଆପଣମାନେ ଚାଉଳ କିଣନ୍ତି। ସରକାରଙ୍କ ଦ୍ୱାରା ଦିଆଯାଇଥିବା ୱେବସାଇଟ୍କୁ ଯାଇ ଆପଣମାନେ ଏହା ଆପ୍ଲାଏ କରିପାରିବେ। ଆଉ ଗୋଟିଏ କଥା, ଯଦି ଅବିବାହିତ ନାରୀମାନଙ୍କୁ ମିଳିବ ନାହିଁ ଓ ଯେଉଁଠିକି ଯେଉଁ ନାରୀମାନେ ସରକାରୀ ଚାକିରି କରୁଛନ୍ତି ସେମାନଙ୍କୁ ମଧ୍ୟ ମିଳିବ ନାହିଁ। ତ କେବେଠାରୁ ଆପ୍ଲାଏ ହେବ ଓ ଆଉ କେଉଁଠିକୁ ଯାଇକି ଆପ୍ଲାଏ କରିବାକୁ ପଡ଼ିବ, ତାହା ଆପଣମାନେ ଆପଣଙ୍କ ଗାଁରେ ଥିବା କିମ୍ବା ଯେଉଁଠି ଆପଣଙ୍କ ଅଙ୍ଗନବାଡ଼ି କେନ୍ଦ୍ର ଅଛି ସେହି ମ୍ୟାଡ଼ାମକୁ ଯାଇକି ଆପଣମାନେ ବୁଝିକି ଏହା ଆପ୍ଲାଏ କରିପାରିବେ। ରହୁଛି, ଧନ୍ୟବାଦ।